ଆସନ୍ତୁ ଶୁଣିବା ଆଜି ସାବିତ୍ରୀ ବ୍ରତ ଉପରେ ଗଳ୍ପଟିଏ। କେମିତି ଲାଗୁଛି ଆପଣ କହିବେ। ଘରେ ଘରେ ଶିବନ୍ତିନୀମାନେ ଆଜି ପାଳୁଛନ୍ତି ବ୍ରତ ରଖି। ଗାଁ ଦାଣ୍ଡରେ ବିଭିନ୍ନ ପ୍ରକାର ଫଳ ଫୁଲ ଓ ଶାଢ଼ୀର ସମ୍ଭାରର ପସରା ମେଲାଇ ରାଜହଂସୀ ଚାଲିରେ ଚାଲିଛନ୍ତି ସବୁ ସେଇ ଗାଁ ଶେଷ ମୁଣ୍ଡରେ ଥିବା ବୁଢ଼ା ବର ଗଛଟା ମୂଳକୁ। ଆଜି ସେଇଠି ପୂଜା ହେବ। ନନା ଡାକ ଦେଇ ଗଲେଣି। ବିଦଗ୍ଧ ସୂର୍ଯ୍ୟ କିରଣରେ ନିଷ୍ପ୍ରଭ ହୋଇ ଦାଣ୍ଡ ପିଣ୍ଡାଟାରେ କାନ୍ଥକୁ ଆଉଜି ଢୁଳୁଥିବା ସୋନାମାଟାର ଆଖି ଆଗ ମନର ପରଦାରେ କିନ୍ତୁ ଭାସି ଉଠିଲା ସେଦିନର କଥା। ଆଜି ଭଳି ମନେ ପଡ଼ିଯାଉଛି। ଆଜକୁ ଠିକ୍ 4 ବର୍ଷ ତଳେ ସୋନା ବାପାଟା ସୁରଟରୁ ଫେରି ଗାଁ କ୍ୱାରେଣ୍ଟାଇନ୍ରେ ରହି ରହି ଶେଷରେ ମେଡ଼ିକାଲ ବୁହା ହୋଇ ଗଲା ଯେ ଫେରିଲାନି ଆଉ। ତା ମୁହଁଟା ବି ଶେଷ ଥର ପାଇଁ ଦେଖିପାରିଲାନି ସେ। ଖାଲି ଶୁଣିଲା ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍ ହସ୍ପିଟାଲରେ ଚିକିତ୍ସା ହଉ ହଉ କରୋନାରେ ଚାଲିଗଲା ସେ। ଝଲସି ଉଠିଛି ସାମ୍ନାରେ ତାର ସେଇ ନିରୀହ ମୁହଁଟା। ଆଖିର କୋଣ ଦେଇ ଦ୍ୱିଧାର ଲୁହ ବୋହି ଆସିଲା। କେବଳ ସୋନା ମୁହଁଟାକୁ ଚାହିଁ ଚାହିଁ ଛାତିକୁ ପଥର କରି ଚାହିଁ ବସିଛି ଆର ଜନ୍ମକୁ। ଆଉ ଆଶା କରିଛି ପୁଣି ସେ ଜନ୍ମରେ ବି ସୋନା ବାପା ସାଧୁଆର ହାତ ଧରି ଆସିବ ବୋଲି। ଭାରି ଭଲ ପିଲାଟାଏ ସାଧୁଆ। କୌଣସିରେ ହେଳା କରିନି ତାର। ସ୍ନେହ ଶ୍ରଦ୍ଧା ଭଲ ପାଇବାରେ ନା ନାଇବାରେ, ନା ପିନ୍ଧିବାରେ, ନା ଖାଇବାରେ, ନା ଶାଶୁ ଶ୍ୱଶୁରଙ୍କୁ ସେବା ଶୁଶ୍ରୂଷା ଦେବାରେ ହେଳା କରିଛି। ହେଲେ ଅଭାବୀ ଅବସ୍ଥା ତାକୁ ନେଇଯାଇଥିଲା ସୁରାଟକୁ। ଗାଁକୁ ଫେରିଲା ସିନା, ହେଲେ ଶଙ୍ଖା ସିନ୍ଦୁର ଉଜାଡ଼ି ଦେଲା। ଏଇ କ'ଣ ଯେ କିଛି ଶୁଭୁଛି ଘର ଭିତରୁ। କଥା ହେବାର ପ୍ରକୃତିସ୍ଥ ହେଲା ସେ। ମନ ଦେହ ଇନ୍ଦ୍ରକୁ ପୁଣି ସଜାଡ଼ି ବସିଲା। କାନ ଡେରିଲା। ବୋହୂ ରାଣୀଟା କହୁଛି ଯେ ତୁମେ ପରା ମୋର ପ୍ରତିଦିନର ସତ୍ୟବାନ, ଆଉ ମୁଁ ତୁମର ପ୍ରତି ମୁହୂର୍ତ୍ତ ପ୍ରତି ସମୟର ସାବିତ୍ରୀ ଯେ। ମୋର ଆଉ କିଛି ଦରକାର ନାହିଁ। କେବଳ ତମର ପ୍ରତିଦିନର ନୁହେଁ, ବରଂ ଏ ସାରା ଜୀବନର ପ୍ରତି କ୍ଷଣ ପ୍ରତି ମୁହୂର୍ତ୍ତର, ଆଉ ଏ ଜନ୍ମ ଜନ୍ମର ସାବିତ୍ରୀ ମୁଁ। ଏମିତି ତୁମ ମନ ମନ୍ଦିର ଆଉ ହୃଦୟ ମନ୍ଦିର ଭିତରେ ମୁଁ ରହିଥାଏ ସାଇତା ହୋଇ। ତୁମେ ବି ମୋ ହୃଦୟର ଦେବତା ହୋଇ ଜନ୍ମ ଜନ୍ମକୁ ରହିଥାଅ। ଆଉ କ'ଣ ଯେ ମୋର ଦରକାର, ସେ ମିଛ ଜିନିଷର ଆବଶ୍ୟକତାକୁ ମୁଁ କେବେ ବି ପ୍ରଶ୍ରୟ ଦେବିନି। ଶଙ୍ଖା ସିନ୍ଦୁର କେବଳ ମୋର ଏମିତି ବଜ୍ର ହୋଇ ରହିଥାଉ। ନା ସେ ଫଳମୂଳ ଓ ଲୁଗାଖଣ୍ଡକର ସାବିତ୍ରୀ ବ୍ରତ ଦରକାର, ନା ବର୍ଷକରେ ଥରେ ଆସୁଥିବା ସେ ପୂଜା ପର୍ବପର୍ବାଣୀର ଦରକାର। ମୁଁ ତ ପ୍ରତିଦିନ ପ୍ରତି ମୁହୂର୍ତ୍ତର ଶପଥ ତୁମର, ପ୍ରତି ମୁହୂର୍ତ୍ତର ଶପଥ ତୁମର। ତୁମେ ମୋର, ମୁଁ ତୁମର, ରହିଯିବା ସାଥୀ ହୋଇ ଚିରନ୍ତନ ଆଉ ଶାଶ୍ୱତର। ମାଙ୍କୁ ନେଇ ତୁମର ଓ ମୋର ଏ ସମ୍ପର୍କ ଭଲ ପାଇବା ଅତୁଟ ହୋଇ ରହିଥାଉ। ମୋର ବେଶୀ ପଇସା ଦରକାର ନାହିଁ, କେବଳ ସଚ୍ଚା ପ୍ରେମ ଦରକାର। ଏବେର ସେ କୃତ୍ରିମ ଦେଖାଣିଆ ବ୍ରତର ସ୍ୱାର୍ଥପରତାର ଅସ୍ୱଚ୍ଛ ସମ୍ପର୍କର ଦେଖାଣିଆ ଭାବର ଆବଶ୍ୟକତା ହିଁ ନାହିଁ। ଅଗ୍ନିକୁ ସାକ୍ଷୀ ରଖି 7 ଗଣ୍ଠି ପକାଇ ଆସିଛେ ତ 7 ଜନ୍ମ ପାଇଁ 7 ରାତ 7 ରହିବା। ଏମିତି ପରସ୍ପରର ଦୁଃଖ ସୁଖରେ ଭାଗିଦାର ହୋଇ ଈଶ୍ୱର ସେ ଆତ୍ମଦେବ ଆମ ଏ ବନ୍ଧନକୁ ସର୍ବଦା ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ। ଶୁଣିବା ପାଖରୁ ମନ ହଟେଇ ନେଇ ସୋନାମାଟା ଭାବି ବସିଲା, ବୋହୂଟା ମୋର କେଡ଼େ ଭାବିବାର, କେଡ଼େ ବୁଝିବାର। ରାଣୀ ତା ନାଁଟା ସିନା, ହେଲେ କାମ ବି ରାଣୀ ଭଳିଆ। ସୋନା ବାପାଟା ଗଲା ଦିନଠୁ ଭାଗବତ ଗୀତା ପଢ଼ି ପଢ଼ି ଯାହା ଜାଣିଛି, ତାକୁ ଦେଖିଛି, ଆଉ ଈଶ୍ୱର ସମସ୍ତଙ୍କ ଭିତରେ ଅଛନ୍ତି ବୋଲି ଦେଖୁଛି। ଭାବିଲା ମନେ ମନେ, ଗୀତା ତ କହେ ଈଶ୍ୱର ସର୍ବଭୂତାନାଂ ହୃଦୟେ ତିଷ୍ଠତି ଅର୍ଜୁନ। ତେବେ ବାହାରେ କିଏ ରହିଲା? ଆମେ ବାହାରେ କେମିତି ଖୋଜିବା ତାକୁ? ସେ ବାହାରେ ବି ଅଛନ୍ତି, ପୁଣି ଭିତରେ ବି ଅଛନ୍ତି, ସେଇ ସଜୀବମାନଙ୍କ ଭଳି ସଜୀବ ହୋଇ। ଭାଗବତ କହେ ଏ ଆତ୍ମଦାତା ହର୍ତ୍ତା କର୍ତ୍ତା ଆତ୍ମା ଈଶ୍ୱର ପିତା ମାତା। ତେଣୁ ସେ ଆତ୍ମାକୁ ଈଶ୍ୱର ବୋଲି ମାନି ବସେ ସେ। ସେହି ହେତୁରୁ ଜଣାଇ ବସିଲା, ହେ ଆତ୍ମଦେବ, ତୁମ ଭୁଜ ତଳେ ବାହୁ ତଳେ ଆମ ଏ ଛୋଟିଆ ସଂସାରଟିକୁ ଏମିତି ଖୁସି ଆନନ୍ଦରେ ରଖିଥାଅ। ମୋର ପରା ତୁମରି ନାଁରେ
दिन आरंभ हुए पुणी दिनर शेष हुए तुमरी ना रे। तुम्हें कौन मोरे उजिड़ला कपाल को मो परिवार को सुख दब ना। पुणी गाई उठिला तुमरी नारे सकाळ आरंभ तुमरी नारे सकाळ आरंभ तुमरी नारे दीन सरे जय जगदीश हरे हरे जय जगदीश हरे। तुमरी नारे मनीष जनमे तुम्हारी नारे मनीष जनमे तुम्हारी नारे मनीष मरे जय जगदीश हरे हरे जय जगदीश हरे। आसतु गपटी को ये रखा आपको केमी लगे जनइबे सावित्री गप। सावित्री एक नूतन सकाळ सावित्री एक नूतन सकाळ गल्पर ना।